ଗୋଟିଏ ଦିନର ପୁଣ୍ୟ ଗୋଟିଏ ରୋମ ଟାଙ୍କୁଳେଇ ଦେଲା ଭଳି କାହାଣୀଟିଏ, ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀଟିଏ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଗୋଟିଏ ଆଶ୍ରମରେ ଗୋଟିଏ ସାଧୁ ରହୁଥିଲେ। ବହୁତ ବର୍ଷ ଧରି ସେ ସାଧୁ ସେହି ଆଶ୍ରମରେ ରହି ଆସୁଥିଲେ। ସେ ବହୁତ ବୃଦ୍ଧ ହୋଇଯାଇଥିଲେ। ସେ ସାଧୁ ମୃତ୍ୟୁର ଅତି ନିକଟତର ହୋଇଯାଇଥିଲେ। କିନ୍ତୁ ଏଥିପାଇଁ ସେ ସନ୍ତୁଷ୍ଟ ଥିଲେ ଯେ ସେ 30 ବର୍ଷ ଧରି ପ୍ରଭୁଙ୍କୁ ସ୍ମରଣ କରି ଆସୁଛନ୍ତି। ତାଙ୍କ ଖାତାରେ ବହୁତ ପୁଣ୍ୟ ଜମା ହୋଇଗଲାଣି। ତେଣୁ ତାଙ୍କୁ ମୋକ୍ଷ ମିଳିବା ସୁନିଶ୍ଚିତ। ଦିନେ ତାଙ୍କ ଖ୍ୟାଲରେ ଗୋଟିଏ ସ୍ତ୍ରୀ ଆସିଲା। ସ୍ତ୍ରୀ ସାଧୁଙ୍କୁ କହିଲା, ସାଧୁ ମହାତ୍ମା, ଗୋଟିଏ ଦିନର ପୁଣ୍ୟ ମୋତେ ଦିଅ ଓ ମୋର ଗୋଟିଏ ଦିନର ପାପ ତୁମେ ବରଣ କର। ଏହା ଶୁଣି ସାଧୁ ଚିନ୍ତିତ ହୋଇଗଲେ ଓ ଭାବିବା ପାଇଁ ଲାଗିଲେ, ଏତେ ବର୍ଷ ହେଲାଣି କୌଣସି ସ୍ତ୍ରୀ ମୋ ଖ୍ୟାଲରେ ଆସିନଥିଲେ, କିନ୍ତୁ ଆଜି କାହିଁକି? ଏବେ ଯେତେବେଳେ ଅନ୍ତ ସମୟ ନିକଟବର୍ତ୍ତୀ, ତେବେ ସ୍ତ୍ରୀ କାହିଁକି ଖ୍ୟାଲରେ ଆସିଲା? ସାଧୁ ସବୁ ଭୁଲିଯାଇ ପୁଣି ପ୍ରଭୁଙ୍କ ସ୍ମରଣରେ ବସି ପଡ଼ିଲା। ତେବେ ସ୍ତ୍ରୀ ପୁଣି ଖ୍ୟାଲରେ ଆସି କହିଲା, ସାଧୁ ଆଜ୍ଞା, ଗୋଟିଏ ଦିନର ପୁଣ୍ୟ ମୋତେ ଦେଇ ଦିଅନ୍ତୁ ଓ ମୋର ଗୋଟିଏ ଦିନର ପାପ ନେଇଯାଆନ୍ତୁ। ଏହିଥର ସାଧୁ ସ୍ତ୍ରୀକୁ ଚିହ୍ନିବା ପାଇଁ ଚେଷ୍ଟା କଲେ, କିନ୍ତୁ ସ୍ତ୍ରୀର ମୁହଁ ଅସ୍ପଷ୍ଟ ଥିଲା। ତେଣୁ ସାଧୁ ଚିନ୍ତିତ ହୋଇ ଉଠି ଭାବିଲେ, ସ୍ତ୍ରୀ ଗୋଟିଏ ଦିନର ପୁଣ୍ୟ ନେଇ କ'ଣ କରିବ? ହୁଏତ ସ୍ତ୍ରୀ ଲୋକଟି କଷ୍ଟରେ ଥିବ। କିନ୍ତୁ ଗୁରୁଦେବ କହିଥିଲେ, ତୁମର ପୁଣ୍ୟ ହିଁ ତୁମର ପ୍ରକୃତ ପୁଞ୍ଜି, ଏହାକୁ କେବେ କାହାକୁ ଦେବ ନାହିଁ। ସାଧୁ ଭାବିଲେ, ଏତେ କଷ୍ଟରେ ଯେଉଁ ପୁଣ୍ୟ ଅର୍ଜନ କରିଛି, ଯଦି ଦେଇଦିଏ, ତେବେ ମୋକ୍ଷ କଥା ଭାବିବା ମଧ୍ୟ ବ୍ୟର୍ଥ ଅଟେ। ହୁଏତ ମୋତେ ମୋକ୍ଷ ମାର୍ଗରୁ ହଟାଇବା ପାଇଁ କୌଣସି ପ୍ରକାରର ଯୋଜନା କରାଯାଉଛି। ପୁଣି ସାଧୁ ନିଜର ଗୁରୁଙ୍କ ପାଖକୁ ଆସି ନିଜ ଚିନ୍ତା ବିଷୟରେ କହିଲେ। ଏହା ଶୁଣି ଗୁରୁଜୀ ସାଧୁଙ୍କୁ ଗାଳି କରି କହିଲେ, ମୋର ଶିକ୍ଷା ତୋ ଉପରେ କ'ଣ କୌଣସି ପ୍ରଭାବ ପକାଇ ପାରିଲା ନାହିଁ? ଆରେ ପାଗଳ, ପୁଣ୍ୟ କାହାକୁ ଦିଆଯାଏ ନାହିଁ। ଇଏ ତୁମର ଅସଲି ପୁଞ୍ଜି। ସାଧୁ ଗୁରୁଜୀଙ୍କୁ ସତ୍ୟବଚନ କହିଲେ। ପୁଣି ପ୍ରଭୁଙ୍କ ଧ୍ୟାନରେ ବସିଗଲେ। ପୁଣି ସ୍ତ୍ରୀ ଖ୍ୟାଲରେ ଆସି କହିଲା, ତୁମର ଗୁରୁ ଅପୂର୍ଣ୍ଣ ଅଟନ୍ତି, ତାଙ୍କୁ ଜ୍ଞାନ ଜଣା ନାହିଁ। ତୁମେ ସ୍ତ୍ରୀ ପିଲା ଦିନ ଦୁନିଆ ଛାଡ଼ି ଏହି ଅଭିମାନରେ ଅଛ କି ସବୁ ଆସକ୍ତି ଛାଡ଼ି ଦେଇଛ? ତୁମେ ଏବଂ ତୁମର ଗୁରୁ ତ ଆସକ୍ତିକୁ ଆହୁରି ଜୋରରେ ଭିଡ଼ି ଧରିଛ। ସାଧୁ ବହୁତ ବିବ୍ରତ ହୋଇ ଗୁରୁଙ୍କ ପାଖକୁ ଦୌଡ଼ି ଆସି ସ୍ତ୍ରୀ ଲୋକଟିର କଥା ସବୁଗୁଡ଼ାକ କହିଗଲେ। ଗୁରୁଜୀ ପୁଣି ସାଧୁଙ୍କୁ ଗାଳି କରି କହିଲେ, ତୁମେ ତୁମର ଗୁରୁଙ୍କ ଉପରେ ସନ୍ଦେହ କରୁଛ। ସେ ତୁମକୁ ପାପ ଆଡ଼କୁ ଠେଲୁଛି। ଅବଶ୍ୟ ସେ କୌଣସି ଖରାପ ଆତ୍ମା ତୁମ ପଛରେ ପଡ଼ିଯାଇଛି। ଏବେ ସାଧୁ କୁଆଡ଼େ ଯିବେ? ପୁଣି ସାଧୁ ଫେରିଆସି ପ୍ରଭୁଙ୍କ ସୁମରଣାରେ ବସିଗଲେ। ସ୍ତ୍ରୀ ପୁଣି ଖ୍ୟାଲରେ ଆସି କହିଲା, ଏତେ ବର୍ଷ ଯାଏଁ ତୁମେ ଆଧ୍ୟାତ୍ମିକରେ ରହି ତୁମେ ଗୋଲାମ ହୋଇଗଲଣି। ଏତେ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନରେ ତୁମର ସ୍ୱତନ୍ତ୍ର ମତ ମଧ୍ୟ କିଛି ରହିପାରିଲା ନାହିଁ। ଗୁରୁଙ୍କ ସୀମିତ ଜ୍ଞାନରେ ବୁଡ଼ି ରହିଛ। ମୁଁ ପୁଣି କହୁଛି, ମୋତେ ତୁମର ଗୋଟିଏ ଦିନର ପୁଣ୍ୟ ଦେଇ ମୋର ଗୋଟିଏ ଦିନର ପାପ ବରଣ କର। ମୋତେ କାହାକୁ ମୋକ୍ଷ ଦେବାର ଅଛି, ଏହା ପ୍ରଭୁଙ୍କ ଇଚ୍ଛା। ଏହିଥର ସାଧୁ ସ୍ୱୟଂର କଥାକୁ ଶୁଣିବାକୁ ଲାଗିଲେ କି, ସନ୍ଥ କୁହେ ପୁଣ୍ୟ କାହାକୁ ଦିଆଯାଏ ନାହିଁ, କିନ୍ତୁ ଧର୍ମ କୁହେ ଆବଶ୍ୟକ ଥିବା ଲୋକଙ୍କୁ ନିଶ୍ଚୟ ସାହାଯ୍ୟ କରିବା ଦରକାର। ସେ ସାଧୁ ପୁରା ମଝି ରାସ୍ତାରେ ଝୁଲିବାକୁ ଲାଗିଲା। ଗୁରୁଜୀ କୌଣସି ଆଶା ଦେଉନାହାନ୍ତି, କିନ୍ତୁ ସେ ସ୍ତ୍ରୀ କାହାକୁ ମୋକ୍ଷ ଦେବାକୁ ଚାହୁଁଛି। ସାଧୁଙ୍କୁ ଗୋଟିଏ ଉପାୟ ଦେଖାଗଲା। ଯେତେବେଳେ କୌଣସି ଆଶା ଦେଖାଯାଉ ନାହିଁ, ତେବେ ପ୍ରଭୁଙ୍କୁ ହାତ ଯୋଡ଼ି ପ୍ରାର୍ଥନା କଲା। ତେବେ ଆକାଶବାଣୀ ହେଲା। ବାଣୀ ପଚାରିଲେ, ପ୍ରଥମେ ତୁମେ କୁହ, ତୁମେ କେଉଁ ପୁଣ୍ୟ ଉପରେ ଏତେ ଗର୍ବ କରୁଛ? ସାଧୁ କହିଲେ, ମୁଁ 30 ବର୍ଷ ଧରି ପ୍ରଭୁଙ୍କୁ ଧ୍ୟାନ କରୁଛି। ଭିକ୍ଷାରେ ମଧ୍ୟ ଅଛି। କିଛି ସଞ୍ଚୟ ମଧ୍ୟ କରିନାହିଁ। ତ୍ୟାଗକୁ ନିଜର ଜୀବନ କରିଦେଇଛି। ପତ୍ନୀ ଛୁଆଙ୍କୁ ବି ତ୍ୟାଗ କରିଦେଇଛି। ବାଣୀ କହିଲେ, ତୁମେ 30 ବର୍ଷ ଧରି କୌଣସି ଉପଯୋଗ କାମ କରିନ, କୌଣସି ରଚନାତ୍ମକ କାମ କରିନ। ଅନ୍ୟର ରୋଜଗାର ଓ ରନ୍ଧା ଖାଦ୍ୟକୁ ଖାଇଛ। ରାମ ରାମ, ଓମ୍ ନମ ଶିବାୟ, ଜୟ ମାତା ଜପ କରିବା ଦ୍ୱାରା ପୁଣ୍ୟ କିପରି ଜମା ହୋଇପାରିବ? ମୋତେ ତ ଜଣା ନାହିଁ। ଯଦି ତୁମେ ଡଲାର ପଇସା ଜପ କରିବ,
ତେବେ କ'ଣ ତୁମର ବ୍ୟାଙ୍କ ଖାତା ଜମା ହୋଇଯିବ ବା ପୂର୍ଣ୍ଣ ହୋଇଯିବ? ତୁମ ଖାତାର ଶୂନ୍ୟ ପୂର୍ଣ୍ଣ ହୋଇଯିବ? ସାଧୁ ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ସାହସ ଧରି ସାଧୁ ପ୍ରଭୁଙ୍କୁ ପଚାରିଲେ, ସେ ସ୍ତ୍ରୀ ପୁଣ୍ୟ କାହିଁକି ମାଗୁଛି? ପ୍ରଭୁ କହିଲେ, କ'ଣ ତୁମେ ଜାଣିଛ ସେ ସ୍ତ୍ରୀ କିଏ? ସାଧୁ କହିଲେ, ଜାଣିନାହିଁ, କିନ୍ତୁ ଜାଣିବା ପାଇଁ ଚାହୁଁଛି। ପ୍ରଭୁ କହିଲେ, ସେ ତୁମର ଧର୍ମପତ୍ନୀ, ଯାହାକୁ ତୁମେ ପାପର ସଂସାର କହି ଛାଡ଼ି ଚାଲି ଆସିଥିଲ। ତୁମକୁ କ'ଣ ଜଣାଅଛି ସେ ଏବେ କ'ଣ କରୁଛି? ସାଧୁ କାନ୍ଦି କାନ୍ଦି ପଚାରିଲେ, ନା ପ୍ରଭୁ, ମୁଁ ଜାଣିନାହିଁ ସେ କ'ଣ କରୁଛି। ପ୍ରଭୁ କହିଲେ, ତେବେ ଶୁଣ। ଯେବେ ତୁମେ ଘରୁ ଚୁପଚାପ ହୋଇ ବାହାରି ଆସିଥିଲ, ସେ ତୁମର ଅପେକ୍ଷାରେ ଅନେକ ଦିନ ପର୍ଯ୍ୟନ୍ତ କାନ୍ଦିଲା। ଯେତେବେଳେ ତୁମର ସମସ୍ତ ସଞ୍ଚୟ ସମାପ୍ତ ହୋଇଗଲା, ଦିନେ ସେ ନିଜ ଛୁଆଙ୍କର ଭୋକକୁ ମେଣ୍ଟାଇବା ପାଇଁ ଆଖିରୁ ଲୁହ ପୋଛି କୌଣସି କାମ କରିବା ପାଇଁ ଏପଟ ସେପଟ ଘୂରି ବୁଲିଲା। ସେ ଏତେ ପଢ଼ା ଲେଖା କରିନଥିଲା। ତୁମେ ଅଧା ରାସ୍ତାରେ ତାକୁ ଛାଡ଼ି ଦେଇଥିଲ। ତାକୁ କାମ ବି ମିଳୁନଥିଲା। ତେଣୁ ସେ କୁଷ୍ଠ ଆଶ୍ରମରେ କାମ କଲା। ସେ ପ୍ରତିଦିନ ନିଜକୁ କୁଷ୍ଠ ରୋଗରୁ ବଞ୍ଚାଏ। ସେ ରୋଗ ସହ ଲଢ଼େ। ସେ ସେହି ଲୋକଙ୍କ ସେବା କରେ ଯେଉଁଠିକି ଲୋକ ତ୍ୟାଗ କରିବା ପାଇଁ ଯାଆନ୍ତି। ସେ ଆଜି ବି ନିଜକୁ ପାପିନୀ ବୋଲି କୁହେ, କାରଣ ତା ସ୍ୱାମୀ ତାକୁ ଛାଡ଼ି ଚାଲି ଯାଇଛନ୍ତି। ପ୍ରଭୁ ଆଗକୁ କହିଲେ, ଏବେ ସେ ତୁମ ପାଇଁ ଚିନ୍ତିତ। ତାକୁ ମଧ୍ୟ ବହୁତ ଦିନରୁ ଆଭାସ ହୋଇଗଲାଣି କି ତା ସ୍ୱାମୀ ଏବେ ମୃତ୍ୟୁର ନିକଟବର୍ତ୍ତୀ। ସେ ବି ଚାହୁଁଛି ତା ସ୍ୱାମୀକୁ ମୋକ୍ଷ ମିଳୁ। ତେଣୁ ସେ ମୋତେ ସବୁବେଳେ ଅଭିଯୋଗ କରେ କି, ପ୍ରଭୁ, ଯଦି ଦରକାର ହେଉଛି ତେବେ ମୋ ଭଳି ପାପିନୀର ଜୀବନ ନେଇଯାଆନ୍ତୁ, କିନ୍ତୁ ମୋ ସ୍ୱାମୀଙ୍କୁ ମୋକ୍ଷ ଦିଅନ୍ତୁ। ମୁଁ ତାକୁ କହିଲି, ତୁମ ସ୍ୱାମୀଙ୍କୁ ତୁମର ପୁଣ୍ୟ ବଳେ ମୋକ୍ଷ ମିଳିବ। କିନ୍ତୁ ସେ କହିଲା, ମୋ ଖାତାରେ ମୋକ୍ଷ ନାହିଁ। ଯଦି ଥାଆନ୍ତା ତେବେ ମୁଁ ଗୋଟିଏ କ୍ଷଣ ମଧ୍ୟ ଡେରି କରିନଥାନ୍ତି ତାଙ୍କୁ ମୋକ୍ଷ ଦେବା ପାଇଁ। ମୁଁ ହିଁ ତାଙ୍କୁ କହିଥିଲି ଯେ କୌଣସି ସାଧୁଙ୍କୁ ଗୋଟିଏ ଦିନର ପାପ ଦେଇ ତାଙ୍କଠାରୁ ଗୋଟିଏ ଦିନର ପୁଣ୍ୟ ନେଇ ଆସ। ସେ ମଧ୍ୟ ମୋତେ ପଚାରିଲା, ପ୍ରଭୁ, କ'ଣ ସେ ସାଧୁ ମୋତେ ପୁଣ୍ୟ ଦେବେ? ମୁଁ କହିଲି, ହଁ, ସାଧୁମାନେ ସେହିପରି ହୋଇଥାନ୍ତି। ସେ ସ୍ତ୍ରୀ ସେ ପୁଣ୍ୟ ତୁମକୁ ହିଁ ଦେଉଥିଲା ଏବଂ ତୁମେ ନ ଜାଣି କେଉଁ ହିସାବ କିତାବ ଉପରେ ପଡ଼ି ରହିଛ। ତୁମେ ତ ସାଧୁ ମଧ୍ୟ ଠିକ୍ରେ ହୋଇପାରିଲ ନାହିଁ। ତୁମେ କେବେ ଭାବିଲନି ତୁମର ସ୍ତ୍ରୀ ପିଲା କିପରି ଥିବେ, କିନ୍ତୁ ତୁମର ପତ୍ନୀ ଆଜି ମଧ୍ୟ ଚିନ୍ତିତ କି ତୁମେ ତୁମର ଲକ୍ଷ୍ୟକୁ ପ୍ରାପ୍ତ କର। ତୁମ ସ୍ତ୍ରୀକୁ କୁଷ୍ଠରୋଗ। ସେ ନିଜେ ମୃତ୍ୟୁ ଶଯ୍ୟାରେ, କିନ୍ତୁ ତୁମ ପାଇଁ ମୋକ୍ଷ ଚାହୁଁଛି। ଆଉ ତୁମେ କହୁଛ ଭଗବାନଙ୍କୁ ସ୍ମରଣ କଲେ ପୁଣ୍ୟ ମିଳେ। ଅସଲି ପୁଣ୍ୟ ତ ତୁମ ସ୍ତ୍ରୀ ଅର୍ଜନ କରିଛି। ତୁମେ କେବଳ ତୁମ ମୋକ୍ଷ ପାଇଁ 30 ବର୍ଷ ଧରି ହିସାବ କିତାବ ପଛରେ ପଡ଼ି ରହିଛ। ସାଧୁ ମୁହଁରୁ ଝାଳ ବୁନ୍ଦା ବୁନ୍ଦା ହୋଇ ବହିବା ପାଇଁ ଲାଗିଲା। ଶ୍ୱାସ ତୀବ୍ର ହେବାକୁ ଲାଗିଲା। ସେ ବିବ୍ରତ ହୋଇ ଉଠିଲେ। ସେ ବାହାରକୁ ଯାଇ ଦେଖିଲେ ସକାଳ ହେବାକୁ ଯାଉଛି। ସେ ଜଲ୍ଦି ନିଜର ଝୁଲା ବାନ୍ଧି ଗୁରୁଜୀଙ୍କ ପାଖକୁ ଗଲେ। ଗୁରୁଜୀ ପଚାରିଲେ, ଭିକ୍ଷା ପାଇଁ ଯାଉଛ? ସାଧୁ କହିଲେ, ଘରକୁ ଯାଉଛି। ଗୁରୁ କହିଲେ, ଘରକୁ ଯାଇ କ'ଣ କରିବ? ସାଧୁ କହିଲେ, ଧର୍ମ ଶିଖିବି। ମନ୍ଦିରରେ ଘଣ୍ଟା ଘଣ୍ଟା ଧରି ପୂଜା କରିବା, ଘଣ୍ଟି ବଜାଇବା ଏହା ଧର୍ମ ନୁହେଁ। ନମାଜ ପଢ଼, ପ୍ରାର୍ଥନା କର, ଏସବୁ ତ କେବଳ ଧର୍ମ ଆଡ଼କୁ ଅଗ୍ରସର ହେବାର କେନ୍ଦ୍ରବିନ୍ଦୁ ଅଟେ। ଅସଲି ଧର୍ମ ତାହା। କୌଣସି ଭୋକିଲାକୁ ଖାଦ୍ୟ ଖୁଆଇବା, କୌଣସି ଅନ୍ଧକୁ ରାସ୍ତା ପାର କରାଇବାରେ ସାହାଯ୍ୟ କରିବା, କୌଣସି ଜରୁରୀ ଲୋକର ସାହାଯ୍ୟ କରିବା, କୌଣସି ଛାତ୍ରକୁ ପଢ଼ିବା ପାଇଁ ସାହାଯ୍ୟ କରିବା, ଏହା ଅସଲି ଧର୍ମ, ପ୍ରକୃତ ପୁଣ୍ୟ। ପୂଜା ପାଠ କରିବା ଦ୍ୱାରା ପୁଣ୍ୟ ବଢ଼େ ନାହିଁ। କାହାକୁ ସହାୟତା କରିବା ଦ୍ୱାରା ବାସ୍ତବିକ ପୁଣ୍ୟ ବଢ଼ିଥାଏ। ଦର୍ଶକ ବନ୍ଧୁ, ଆଜିର ବିଷୟବସ୍ତୁକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଆଦୌ ଭୁଲିବେ ନାହିଁ।